ଶିକ୍ଷା ସଂସ୍କାର ସାମାଜିକତା ଏ କୁଆଡେ ଗୋଟିଏ ସଭ୍ୟ ମଣିଷର ପରିଚୟ। ଚନ୍ଦନ ତୁ ଆଜି ପୁଣି ମଦ ପିଇ ଆସିଛୁ? ଆଉ କଣ କରିଥାନ୍ତି ବାପା, ଯେତେବେଳେ ଚୁପ କର ପୁଳାଙ୍ଗାର। ତୋ ମା ଗଲା ପରଠୁ ପିଲାଟି ଦିନରୁ ତତେ ପାଳି ପୋଷି ଏଡୁଟିରୁ ଏଡ ବଡ କଲି, ଶିକ୍ଷିତ କଲି, ଭାବିଥିଲି ସମାଜରେ ଜଣେ ପ୍ରତିଷ୍ଠିତ ମଣିଷ ହବୁ ବୋଲି। ହେଲେ ହେଲେ କଣ ବାପା, ମୁଁ କଣ ଚାହିଁନଥିଲି? କିନ୍ତୁ ହେଲା କଣ? ଶିକ୍ଷା, ସାର୍ଟିଫିକେଟ, ସଂସ୍କାର, ସାମାଜିକତା ଏ ଭ୍ରଷ୍ଟାଚାର ସମାଜରେ କେହି ବୁଝିଲେନି ବାପା, କେହି ବୁଝିଲେନି। ବାପା ଏହାର ମାନେ ନୁହେଁ ଯେ ତୁ ମଦ ପିଇ ନିଜକୁ ଏମିତି ନଷ୍ଟ କରିଦେବୁ। ତୁ ତ ଜଣେ MBA ପିଲା, ତୁ ତ କିଛି ବି କରିପାରୁ ରେ। ବାପା ଏ ସମାଜରେ କିଛି କରିବାକୁ ହେଲେ ଅର୍ଥ ଥିବା ଦରକାର, ପ୍ରତିଷ୍ଠା ଥିବା ଦରକାର। ଏହାର ମାନେ କଣ? ତ ଶିକ୍ଷା ଦୀକ୍ଷାର କୌଣସି ମୂଲ୍ୟ ନାହିଁ? କିଛି ନାହିଁ ବାପା, କିଛି ନାହିଁ। ମୋ ଭଳି ଅବହେଳିତ ଲୋକମାନଙ୍କର ଶିକ୍ଷା ସାର୍ଟିଫିକେଟର କୌଣସି ମୂଲ୍ୟ ନାହିଁ ବାପା, କୌଣସି ମୂଲ୍ୟ ନାହିଁ। ଆରେ ବାପା ତୁ ଏ ଅବଟରୁ ଫେରି ଆରେ, ତୁ ଏମିତି ନିଜକୁ ନଷ୍ଟ କରିଦେନା ରେ। ତତେ ତ ବାପାର ରାଣରେ। ଏଇଟା ଅବାଟ ନୁହେଁ ବାପା, ଏଇଟା ଅବାଟ ନୁହେଁ। ମୋ ଭଳି ଶିକ୍ଷିତ ବେକାର ଯୁବକ ଯୁବତୀ ଏ ସମାଜରେ ବଞ୍ଚି ରହିବା ପାଇଁ ସଂଗ୍ରାମ କରୁଛନ୍ତି ବାପା। ପକେଟ କାଟି, ଲୁଟ କରି, ଚୋରି ଡକାୟତ କରି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ବାପା। ମାରୋ ବାପା ମାରୋ, ଯେତେ ପାରୁଛ ମାର, ମତେ କିଛି ଫରକ ପଡିବ ନାହିଁ, କାରଣ ମୁଁ ସମାଜଚ୍ୟୁତ ଜଣେ ପଥଭ୍ରଷ୍ଟ ମଣିଷ। ଚନ୍ଦନ ଘରେ ଅଛୁ? ଏ କଣ ମଉସା ଆପଣ କାନ୍ଦୁଛନ୍ତି? ଚନ୍ଦନ ମଉସାଙ୍କର କଣ ହଉଛି? ସେ କାନ୍ଦୁଛନ୍ତି କାହିଁକି? ଆବେ ହେ, ଏ କଥାଟା ମତେ ନ ପଚାରି ମୋ ବାପାଙ୍କୁ ପଚାର। ମଉସା ଆପଣ କାନ୍ଦୁଛନ୍ତି କାହିଁକି? ନାହିଁ ରେ ବାପା, ଜୀବନ ସାରା ଲୁହ ଲହୁ ଢାଳି ଗଡିଥିବା ମୋର ସେଇ ସ୍ୱପ୍ନର ମନ୍ଦିରଟା ଆଜି ଭାଙ୍ଗିଗଲା ରେ, ଭାଙ୍ଗିଗଲା। କେହି ନୁହେଁ ଆପଣାର ନିମିଷକେ ଛୁଇଁଲା। କାନ୍ଦ, ଆହୁରି କାନ୍ଦ। ପାଠୁଆ ପୁଅର ପିତା କାନ୍ଦୁନ, କାନ୍ଦ କାନ୍ଦ କାନ୍ଦ। ଚୁପ କର ପାଗଳ, ଯା ବାହା ଯା। ଏଇ ତୁ ମତେ ଚିହ୍ନି ପାରୁନୁ? ଏଇ 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 ତୁ ମତେ ଚିହ୍ନି ପାରୁନୁ? ଏଇ ମୁଁ ଜଣେ ଗୁରୁ, ମୁଁ ଜଣେ ଶିକ୍ଷକ। ଏଇ ଦେଖୁନ ଦେଖୁନ, ଏଇ ଦେଖ, ଚୁପ କର। ଏଇ ଦେଖୁନ, ଏଇ ଦେଖ। ଆରେ ତୋ ନା ସରୋଜ ନା? এই তু ঠিক চিনিস? এই তু অমু না? এই তু কানে বড় চাকরি করছু না? হ্যাঁ এই এই অমু তু বড় চাকরি করছু। এই দেবে তো এই অমু মতে কিছু খাইବାକୁ দে। এই অমু মু দুই দিন লাগি খাই। এই অমু মতে কিছু খাইବାକୁ দে। এই অমু দে। আবে হে পাগল, যাবে বাହା যা। এটা উড্ডেন ଚନ୍ଦନ ତୁ କୋଉ ଚିହ୍ନି ପାରୁନୁ? ଏ ପରା ପିଲାଦିନ ସାଙ୍ଗ ସ୍ୱରାଜ। ସାଙ୍ଗ? ଆବେ ଇଏ କାହାର ସାଙ୍ଗ ବେ? ଏ ସମାଜରେ ଅର୍ଥ ଓ ପ୍ରତିଷ୍ଠା ହଉଛି କେବଳ ମଣିଷର ସାଙ୍ଗ, ବୁଝିଲୁ? ତୁ ଜଣେ ଶିକ୍ଷିତ ଯୁବକ ହୋଇ ମଦ ଗଞ୍ଜେଇ ଖାଇ ନିଜକୁ କାହିଁକି ନଷ୍ଟ କରୁଛୁ? ଆବେ ହେ, ମତେ ଗୁରୁ ଜ୍ଞାନ ଦରକାର ନାହିଁ ବେ। ମତେ ମୋ ବାଟରୁ ଫେରେଇ ଆଣିବା ପାଇଁ କାହାର ଆବଶ୍ୟକତା ନାହିଁ, ବୁଝିଲୁ? ଗୁଡ୍ ବାଏ।
ଆଶାର ଆକାଶ ନିରାଶାର ଉଲ୍କାଟା କକ୍ଷିତ ହେଇଗଲା ରେ। ଏବେ ତା ବାପା କାନ୍ଦିବ, ତା ମା କାନ୍ଦିବ, ତା ଭାଇ କାନ୍ଦିବ, ତା ଭଉଣୀ ମାନେ ବି କାନ୍ଦିବେ। କାନ୍ଦ, ସମସ୍ତେ କାନ୍ଦ, କାନ୍ଦୁନ। ସୁରାଜ ସୁରାଜ ଟିକେ ଶୁଣ, ଏ ଶୁଣ। ଆରେ ବାପା, ଏ ପିଲାଟି କିଏ ରେ? ଏମିତି ଅବସ୍ଥାରେ ଆସି କଣ କହୁଛି ସେ? ତା ନା ସୁରାଜ ମଉସା। ଚନ୍ଦନ ମୋ ସାଙ୍ଗରେ ସେ ପଢୁଥିଲା। ସାଇନ୍ସରେ ଏମିତି କରି ଜଣେ ଆଦର୍ଶ ଶିକ୍ଷକ ହେବା ପାଇଁ ଚାହୁଁଥିଲା। ତାର ଗରିବ ବାପାର କଥା ଚିନ୍ତା କରି କରି ସେ ଆଜି ପାଗଳ ହୋଇଯାଇଛି ମଉସା। ଏ ସାଇନାଥ, ଏ ସଂସାରରେ କଣ ଆମ ଭଳି ଦୁଃଖୀ ଗରିବଙ୍କର ବଞ୍ଚିବାର କୌଣସି ଅଧିକାର ନାହିଁ ପ୍ରଭୁ। ଆମ ଭାଗ୍ୟରେ କଣ କେବଳ ଦୁଃଖ ଆଉ ଯନ୍ତ୍ରଣା ଲେଖା ହେଇଛି। ହେ ପ୍ରଭୁ, ତୁମେ ମୋ ପୁଅକୁ ଅବାଟରୁ ଭଲ ବାଟକୁ ଫେରେଇ ଆଣ ପ୍ରଭୁ, ଫେରେଇ ଆଣ। ଧୈର୍ଯ୍ୟ ଧରନ୍ତୁ ମଉସା, ସବୁ ଠିକ ହୋଇଯିବ। ଆମେ ସମସ୍ତେ ମିଶି ଚନ୍ଦନକୁ ନିଶ୍ଚୟ ଭଲ ବାଟକୁ ଫେରାଇ ଆଣିବୁ। ଆପଣ ଚାଲନ୍ତୁ, ଘର ଭିତରକୁ ଚାଲନ୍ତୁ। ଆରେ ପିଲାମାନେ, ଆଜି ସମସ୍ତେ ଆସିଛ ତ? ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ବସି ପଡ଼ ପିଲାମାନେ, ବସି ପଡ଼। ପିଲାମାନେ, ଆଜି ମୁଁ ତୁମମାନଙ୍କୁ କେତେକ ନୂତନ କଥା ଓ ସାଧୁବାଣୀ କହିବି, ଯାହାକୁ ତୁମେମାନେ ମନେ ରଖିଲେ ଜୀବନରେ ଭଲ ମଣିଷ ହୋଇପାରିବ। କଣ କହୁଛ ପିଲାମାନେ? ତୁମେ ମନରେ ଶୁଣିବ ତ? ହଉ ହଉ ପିଲାମାନେ, ତେବେ ମନ ଦେଇ ଶୁଣ। ଯଜ ଗଜନ ଚଚର ଭଜ ସାଧୁ ସମାଗମ ଗୁରୁ ପୁଣ୍ୟ ମହାରତ୍ନ ଘର ନିତ୍ୟ ଅନିତ୍ୟତା। ଏହାର ଅର୍ଥ ହେଉଛି ଜୀବନରେ କେବେ ହେଲେ ବି ଗୁଣମାନଙ୍କ ସହିତ ମିଶିବ ନାହିଁ, ସଦା ସର୍ବଦା ସଜ୍ଜନମାନଙ୍କ ସହିତ ମିଶିବ। ଦରିଦ୍ର ନାରାୟଣଙ୍କ ସେବା ପାଇଁ ଆମର ସେଇ ପରମ ପିତା ସାଇନାଥଙ୍କୁ ପ୍ରାର୍ଥନା କରିବ। କଣ କହୁଛ ପିଲାମାନେ? ହଉ ହଉ ପିଲାମାନେ, ଆଉ ଗୋଟିଏ କଥା ମନେ ରଖିବ। ପ୍ରତିଦିନ ପ୍ରଭାତରେ ଉଠି ନିଜର ପିତାମାତାଙ୍କୁ ପ୍ରଣାମ କରିବ ଓ ଘରେ ଥିବା ଗୁରୁଜନମାନଙ୍କୁ ମଧ୍ୟ ପ୍ରଣାମ କରିବ। କଣ କହୁଛ ପିଲାମାନେ? ହଉ ହଉ ପିଲାମାନେ, ଆଉ ଗୋଟିଏ କଥାକୁ ମନେ ରଖିବ। ଏହାଦ୍ୱାରା ତମେ ସଂସାରରେ ଗୋଟିଏ ଭଲ ମଣିଷ ହୋଇପାରିବ। କଣ କହୁଛ ପିଲାମାନେ? ଜୀବନରେ କେବେ କୁସଂସ୍କାର ଓ କୁକାମ କରିବ ନାହିଁ। କଣ କହୁଛ ପିଲାମାନେ? ହଉ ହଉ ପିଲାମାନେ, ଆଜି ପାଇଁ ଏତିକି ଥାଉ। ଆସନ୍ତାକାଲି ଆମେ ଆଉ କିଛି ନୂତନ ସାଧୁବାଣୀ ଶିଖିବା। ପିଲାମାନେ, ଆଜି ତୁମେ ଯାଅ।